ତାଙ୍କ ସହିତ ଶ୍ରୀ ବିପ୍ଳବ ପରିଡ଼ା ଷ୍ଟେଟ ଭାଇସ୍ ପ୍ରେସିଡେଣ୍ଟ NSUI ର, ଶ୍ରୀ ନବୀନ କୁମାର ପଣ୍ଡା ଭାଇସ୍ ପ୍ରେସିଡେଣ୍ଟ NSUI ର ଓଡ଼ିଶା ଶାଖାର, ସଞ୍ଜୀବ କୁମାର ଭୋଇ ଜେନେରାଲ ସେକ୍ରେଟାରୀ NSUI, ସାଗର ଦାସ ଜେନେରାଲ ସେକ୍ରେଟାରୀ ଜଗତସିଂହପୁର NSUI, ବିକାଶ ବଳାଦିତ୍ୟ ଜେନେରାଲ ସେକ୍ରେଟାରୀ ପୁରୀର NSUI ର, ଦେବେନ୍ଦ୍ର ଦାସ NSUI ର ଜେନେରାଲ ସେକ୍ରେଟାରୀ, ଅଭିଷେକ ପରିଡ଼ା ଭାରତୀୟ ଜନତା ପାର୍ଟି ଆଜ୍ଞା ବହୁତ ଅଗ୍ରସର କ୍ଷେତ୍ରରେ ଅଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ବହୁତ କିଛି ପରିବର୍ତ୍ତନ ହେଇଛି। ଦେଶ ବହୁତ ଆଗକୁ ଯାଇଛି। ଆଉ ଯୋଉ ଭାରତ ଯେତେବେଳେ କଂଗ୍ରେସ ସରକାର ଥିଲା, ଭାରତ ସେତେବେଳେ ବହୁତ ତଳ ହେଇକି ତାକୁ ମାନେ ଟ୍ରିଟମେଣ୍ଟ ସ୍ଲିପ୍ ବାହାର କରାଯାଉଥିଲା। ଆପଣ ଦେଖିବେ ସେ ବହୁତ ପଛରେ ରହୁଥିଲେ, ଗୋଟେ ପ୍ରକୃତି ହିସାବରେ କାର୍ଯ୍ୟକାରୀ କରୁଥିଲେ। ଯୁବ ପିଢ଼ିଙ୍କୁ କଂଗ୍ରେସର ବହୁତ କିଛି ପ୍ରତିରୋଧ କରାହଉଛି। ନରେନ୍ଦ୍ର ମୋଦି ଆଜି ସାରା ଦୁନିଆକୁ ଦେଖେଇଛନ୍ତି, ଭାରତର ପାୱାର ଦେଖେଇଛନ୍ତି। ଭାରତ ବହୁତ କିଛି ମାନେ ବହୁତ ଯେ ପ୍ରକାର ଆପଣ କହିପାରିବେ ଭାରତ ସୁନାର ମାଟି, ସୁନାର ଦେଶ। ଆଗରୁ ଲୋକ ଆମ ଦେଶରେ କପଡା ବାହାର ଦେଶରେ ଦେଇକି ସୁନା ଆଣୁଥିଲେ, ଆମ ଦେଶର ଲୋକ କାଠ ଦେଇକି ବି ସୁନା ଆଣୁଥିଲେ, କିନ୍ତୁ ଏବେ ସେମିତି ନାହିଁ। ଭାରତ ବହୁତ ତଳକୁ ପଳେଇଛି। ତାକୁ ନରେନ୍ଦ୍ର ମୋଦି ବହୁତ ଅଗ୍ରସର କ୍ଷେତ୍ରରେ ନଉଛନ୍ତି। ଭାରତୀୟ ଜନତା ପାର୍ଟି ବହୁତ ଅଗ୍ରସର କ୍ଷେତ୍ରରେ ନଉଛି। ଆମେ ଚାହୁଁଛୁ ଭାରତୀୟ ଜନତା ପାର୍ଟି ଓଡ଼ିଶାର ସରକାର କରୁ। ଆମର ଆନ୍ତରିକ ସମ୍ଭାବନା ଅଛି ଭାରତୀୟ ଜନତା ପାର୍ଟି ଓଡ଼ିଶାର ସରକାର କରିବ ବୋଲି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯେପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ଅଛନ୍ତି ଧରାପୃଷ୍ଠରେ ସେ ପର୍ଯ୍ୟନ୍ତ ରହୁ। ଆଉ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର କରୁ, ଆଉ ନିହାତି ଦେଶକୁ ଅଗ୍ରସର କରୁ। ଆମେ ସବୁବେଳେ ଯୁବପିଢି ହିସାବରେ, ଯୁବପିଢି ଦେଶର ଭବିଷ୍ୟତ, ଆମେ ଯୁବପିଢି ହିସାବରେ ସବୁ ସହଯୋଗ, ସବୁ ପ୍ରକାର ସାହାଯ୍ୟ, ସବୁ ପ୍ରକାର କର୍ମ କରିବା ପାଇଁ ଆମେ ରାଜି ଅଛୁ। ଆମେ ସେଇ କ୍ଷେତ୍ରରେ ଆମେ ନିଜକୁ ଆଗେଇ ନେବାକୁ ଚେଷ୍ଟା କରୁଛୁ। କେତେ ଜଣ କର୍ମୀ ଆପଣଙ୍କ ମିଶିଥିଲେ ବିଜେପିରେ ମିଶ୍ରଣ? ଆମ ଏରିଆର ଆଜ୍ଞା 15ରୁ 16 ଜଣ କର୍ମୀ ଆଜି ବିଜେପିରେ ଯୋଗଦାନ ଦେବେ। କେତେ ଆନନ୍ଦିତ ଅଛନ୍ତି? ବହୁତ ଆନନ୍ଦିତ ଅଛି। ଆଗକୁ ଆହୁରି କିଛି କର୍ମୀ ଆଜ୍ଞା ଯୋଗଦାନ ଦେବେ, କିଛି ଛାତ୍ର ନେତା ଯୋଗଦାନ ଦେବେ। ତ ସମସ୍ତଙ୍କ ଅପେକ୍ଷାରେ ଆମେ ଅଛୁ। ଭାରତୀୟ ଜନତା ପାର୍ଟି ବହୁତ କିଛି ପରିବର୍ତ୍ତନ କରୁଛି ଦେଶରେ, ତ ସମସ୍ତେ ଜାଣିଛନ୍ତି। ସେଥିପାଇଁ କିଛି କାହାକୁ କହିବାକୁ ପଡିବନି, ଲୋକ ଦେଖୁଛନ୍ତି, ଜାଣୁଛନ୍ତି। ନିହାତି ଭାବରେ ଭାରତୀୟ ଜନତା ପାର୍ଟି ଅଗ୍ରସର କରିବେ। ଆମେ ଯୁବପିଢି ହିସାବରେ ସର୍ବଦା ଭାରତୀୟ ଜନତା ପାର୍ଟି ସାଥିରେ ଅଛୁ।